ଯାଜପୁର ରୋଡ ଏଡିଜେ କୋର୍ଟ ପରିସରରେ ଆନ୍ତର୍ଜାତୀୟ ମଇ ଦିବସ ପାଳିତ ହୋଇଯାଇଛି। ଯାଜପୁର ରୋଡ ତାଲୁକା ଆଇନ ପ୍ରାଧିକରଣ ଅଧ୍ୟକ୍ଷ ଏଡିଜେ ହୃଷିକେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ମଇ ଦିବସ ପାଳନ ପରିପ୍ରେକ୍ଷୀରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବହୁ ଶ୍ରମିକ ନେତା ଅଂଶଗ୍ରହଣ କରିଥିଲେ। ଏଥିରେ ଅନ୍ୟତମ ସିଭିଲ ଜଜ୍ ଭାବେ ବିରଜା ପ୍ରସାଦ ପଣ୍ଡା ଏବଂ ଅନ୍ୟତମ ଜଜ୍ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ମହାପାତ୍ରଙ୍କ ସହିତ 2 ଜଣ ଶ୍ରମ ଅଧିକାରିଣୀ ସୁନିତା ବିଶ୍ୱାଳ ଓ ରଚନା ସେଠୀ ଯୋଗ ଦେବା ସହିତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ବିଶିଷ୍ଟ ଶ୍ରମିକ ନେତା ତଥା ଆଇନଜୀବୀ ବିଦ୍ୟାଧର ମହାନ୍ତି ମଇ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ନ୍ୟାୟାଧୀଶ ଶ୍ରୀଯୁକ୍ତ ଆଚାର୍ଯ୍ୟ ସମ୍ବିଧାନ ଓ ଶ୍ରମ ଆଇନ ଏବଂ ଶ୍ରମିକମାନଙ୍କ ପାଇଁ ପ୍ରଦତ୍ତ ଆଇନ ନିର୍ମାଣ ହେଉ କିମ୍ବା ଶ୍ରମ ବିବାଦୀୟ ଆଇନ କୁହନ୍ତୁ, ଶ୍ରମିକମାନଙ୍କର ନ୍ୟାୟ ଉଦ୍ଦିଷ୍ଟ ଆଇନ କୁହନ୍ତୁ, ଅଣସଂଗଠିତ ଆଇନ କୁହନ୍ତୁ, ସର୍ବୋପରି ଅଣସଂଗଠିତ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର ଲୋକ ତଥା ମନରେଗା କୃଷି ଶ୍ରମିକ ଉଠା ଦୋକାନୀ କୁହନ୍ତୁ, ସେ ସମ୍ପର୍କରେ ସେ ବିଶେଷ ସଚେତନତା ହେବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ନ୍ୟାୟାଧୀଶ କହିଥିଲେ କି ଶ୍ରମିକମାନେ ନିଶାଠାରୁ ଦୂରେଇ ରହି ରୋଜଗାର କରୁଥିବା ପ୍ରାପ୍ୟକୁ ନିଜ ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସନ୍ତାନମାନଙ୍କର ଭବିଷ୍ୟତ ପାଇଁ ଏହାକୁ ବିନିଯୋଗ କରିବା ପାଇଁ ପବିତ୍ର 139ତମ ମଇ ଦିବସରେ ଉଦ୍ବୋଧନ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ସାରା ଆକାଶ। ଅନୁକୂଳ ଖାଦ୍ୟର ପ୍ରଭାବ ରହିଛି, ଜାଗାର ପ୍ରଭାବ ରହିଛି, ସେଠି ଯାଇ କାମ କଲାବେଳେ ତା'ର ଆଟ୍ମୋସ୍ଫିୟରର ପ୍ରଭାବ ରହିଛି। ସେଠି ଯେଉଁମାନେ କାମ କରିବେ ସେମାନେ କୌଣସି ଆଇନ ମାନିପାରନ୍ତି ନ ମାନିପାରନ୍ତି। ବହୁତ କ୍ଷେତ୍ରରେ କଣ୍ଟ୍ରାକ୍ଟର ମାନେ ନେଇଯାଉଛନ୍ତି ଶ୍ରମିକମାନଙ୍କୁ ଏବଂ କାମ କରୁଛନ୍ତି। ଆପଣମାନେ ମଧ୍ୟ ଜାଣିଛନ୍ତି ବହୁତ କ୍ଷେତ୍ରରେ ତାଙ୍କ ପ୍ରତି ବହୁତ ଅନ୍ୟାୟ, ଅତ୍ୟାଚାର, ଶାରୀରିକ ମାନସିକ ଚାପ ରହୁଛି, ଆଘାତ ମଧ୍ୟ ଦିଆଯାଉଛି ଏବଂ ହଇରାଣ ହରକତ ଦେଇ ମଧ୍ୟ କରୁଛନ୍ତି। ବହୁ କ୍ଷେତ୍ରରେ ମୃତ ବା ଶରୀର ଆସିକି ମଧ୍ୟ ରିଟର୍ଣ୍ଣ କରୁଛନ୍ତି। ସେମାନେ ଏହି ପ୍ରକାର ପରିସ୍ଥିତିରେ ରହିଛନ୍ତି। ପିଲାମାନେ ହଇରାଣ ହରକତ ହେଉଛନ୍ତି ଏବଂ ସେମାନେ ସବୁ ପ୍ରକାର ଫ୍ୟାସିଲିଟିରୁ ବଞ୍ଚିତ ହେଉଛନ୍ତି। ତେଣୁ ଆମେ ତ କୋର୍ଟରେ ପ୍ରାୟ ସେହି ପ୍ରକାର କେସ୍ ଆମ ପାଖରେ ନାହିଁ। ତେଣୁ ଆମର ଜାଣିଥିବେ ଆମର ଆପଣଙ୍କର ମଧ୍ୟ ଅଛନ୍ତି ଶ୍ରମିକ ନେତା ଅଛନ୍ତି, ସିଏ ନିଶ୍ଚିତ ଭାବରେ ଜାଣିଥିବେ। ଆଉ ଆପଣଙ୍କର ପ୍ରୋବ୍ଲେମ୍ କ'ଣ ଆକ୍ଚୁଆଲି ଗ୍ରାଉଣ୍ଡ ରୁଟ୍ ଲେବୁଲ୍ରେ କ'ଣ ସେ ବିଷୟରେ ସେ ଅଧିକ ଜାଣିଥିବେ। ତତ୍ସହିତ ଆମର ଯେଉଁ ଅଫିସର୍ସ ମାନେ ଅଛନ୍ତି ସେମାନେ ମଧ୍ୟ ଜାଣିଥିବେ ଯେ କ'ଣ ସରକାରଙ୍କ ତରଫରୁ ସୁବିଧା ସୁଯୋଗ ରହିଛି, କେଉଁ ସବୁ ସୁବିଧା ସୁଯୋଗ ଆପଣ ସବୁ ପାଇପାରିବେ, ତା ବିଷୟରେ ମଧ୍ୟ ସେମାନେ ଆପଣଙ୍କୁ କହିବେ। ଲୋକମାନେ ମଧ୍ୟ ଜାଣିବେ, ଆମେ ମଧ୍ୟ ଆଉ କିଛି ଜାଣିବେ। ତେଣୁ ଆମର ସଂସ୍ଥା ତରଫରୁ ବେନିଫିଟ୍ ପାଇବାକୁ ହେଲେ ଆପଣମାନେ ପୂର୍ବଥର ମଧ୍ୟ ମୁଁ ଆପଣଙ୍କୁ କହିଛି ଯେ ଆମର ଯଦି କୌଣସି ପ୍ରି ଲିଟିଗେସନ୍ ବା ଆପଣ କୌଣସି କେସ୍ ହେବା ପୂର୍ବରୁ ଯଦି କୌଣସି ଆପଣଙ୍କର କାମ ଥାଏ, ଲିଗାଲ ମ୍ୟାଟର୍ ଥାଏ ବା କୌଣସି ଅଫିସରେ ମଧ୍ୟ ଆପଣଙ୍କର କାମ ହେଉନାହିଁ, କେବଳ ନ୍ୟାୟିକ ବିଭାଗର କୌଣସି ଅଫିସରେ କାମ ହେଉନାହିଁ, ତାହେଲେ ମଧ୍ୟ ଆମକୁ ଅଭିଯୋଗ କରିପାରିବେ। ଏମିତି ନାହିଁ ଯେ ଆପଣ କେବଳ ଆମ କୋର୍ଟରେ କେସ୍ ଅଛି ବା କେସ୍ କରିବାକୁ ଚାହୁଁଛନ୍ତି କେବଳ ଆମ ପାଖକୁ ଆସିବେ, ସେୟା ନୁହେଁ। ଆପଣଙ୍କର ଯେଉଁଠି ବି ଅଧିକାର ତ୍ରୁଟି ହେଉଛି, କୌଣସି ଅଫିସରେ ବି ଆପଣ ଅସୁବିଧାର ସମ୍ମୁଖୀନ ହେଲେ ତାହା ମଧ୍ୟ ଆମକୁ ଜଣାଇପାରିବେ। ତାହେଲେ ମଧ୍ୟ ଆମେ ସେ ଅଫିସରଙ୍କ ସହିତ କଥା ହେଇ ଆପଣଙ୍କର ମଧ୍ୟ ଯାହା ଅସୁବିଧା ଅଛି ଦୂର କରିବା ପାଇଁ ଚେଷ୍ଟା କରିବେ। ତେଣୁ ସେ ଯେଉଁ ଧାରା 12 ରହିଲା ସେଥିରେ ପ୍ରାୟ ସମସ୍ତେ ଆସିଯିବେ। କାହିଁକି ନା ସେଥିରେ ପ୍ରି ଲିଟିଗେସନ୍ ଯେଉଁଟା କହୁଥିଲି ଯେ କେସ୍ ହେବା ପୂର୍ବର ଯାହା ଜିନିଷ ରହିଛି ଏବଂ କେସ୍ ହେଲା ପରେ ମଧ୍ୟ ଯାହା ଅଛି ସେଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଏବଂ ଧାରା 12ରେ କହିଲା ଆପଣଙ୍କର କେଉଁମାନେ ଏହି ଶ୍ରେଣୀ ଭିତରେ ବା ବର୍ଗ ଭିତରେ ଆସିବେ, ଯେଉଁମାନେ କି ଆଇନ ସେବା ଏଠାରୁ ପାଇପାରିବେ। ତେଣୁ ଆଇନ ସେବା ପାଇବାକୁ ହେଲେ ପ୍ରଥମ କଥା ହେଲା ଜଣେ ବ୍ୟକ୍ତି ସେ ଯଦି ମହିଳା ହେଇଛନ୍ତି, ମହିଳା ଯଦି, ତାହେଲେ ତାଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦିଆଯିବ, କୌଣସି ଫିସ୍ ପଡ଼ିବ ନାହିଁ। ତେଣୁ ମହିଳାମାନଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ମହିଳା, ଛୋଟ ଶିଶୁଟିଏ ମଧ୍ୟ ଫିମେଲ୍ ଚାଇଲ୍ଡ ସିଏ ମଧ୍ୟ ମହିଳା, ମାନେ ଟ୍ରାନ୍ସଜେଣ୍ଡର ସେ ନିଜକୁ ମହିଳା ବୋଲି କହୁଛନ୍ତି ତାହେଲେ ସେ ମଧ୍ୟ ମହିଳା। ତେଣୁ ସେହି କ୍ଷେତ୍ରରେ ସେ ମଧ୍ୟ ଏହାର ଫ୍ୟାସିଲିଟି ପାଇପାରିବେ। ତେଣୁ ତାଙ୍କ କ୍ଷେତ୍ରରେ ଆମେ ତାଙ୍କୁ ଆଇନଜୀବୀ ଯୋଗାଇ